ଛବିଶରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଏସବୁ ଜିଲ୍ଲାରେ ଭଲ ବର୍ଷା, ମୌସୁମୀକୁ ଦେବ ବଳ। ବିଶେଷଜ୍ଞଙ୍କ ଅନୁମାନ 26ରେ ଘୂର୍ଣ୍ଣିବଳୟ, 27 କିମ୍ବା 28ରେ ହୋଇପାରେ ଲଘୁଚାପ। ଜୁନ୍ ଶେଷ ସପ୍ତାହରେ ଭଲ ବର୍ଷା ସମ୍ଭାବନା। ସେପଟେ ମାଲକାନଗିରି ଛାଡ଼ି ଅନ୍ୟ 3 ଜିଲ୍ଲାକୁ ବଢ଼ିଲା ମୌସୁମୀ। ଜୁନ୍ ଶେଷ ସପ୍ତାହରେ ରାଜ୍ୟରେ ହେବ ଭଲ ବର୍ଷା। ଆସନ୍ତା 26 ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। 27 କିମ୍ବା 28 ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅର୍ଥାତ୍ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ସୃଷ୍ଟି ହେବ ଲଘୁଚାପ। ପ୍ରଭାବରେ ଜୁନ୍ ଶେଷ ବେଳକୁ ରାଜ୍ୟରେ ଭଲ ବର୍ଷା ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଯଦି 27ରେ ଲଘୁଚାପ ସୃଷ୍ଟି ହୁଏ, ଏହା ଚଳିତ ମୌସୁମୀର ପ୍ରଥମ ଲଘୁଚାପ ହେବ। ଏହି ଲଘୁଚାପ ମୌସୁମୀକୁ ସକ୍ରିୟ କରିବାରେ ସହାୟକ ହେବ ବୋଲି ପାଣିପାଗ ବିଶେଷଜ୍ଞ ବିଳମ୍ବରେ ହେଉ ପଛେ ଆଗକୁ ଅଗ୍ରସର ହୋଇଛି ମୌସୁମୀ। ଗତ 8 ତାରିଖରୁ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ପ୍ରବେଶ କରିଥିଲେ ମଧ୍ୟ ସ୍ଥିର ହୋଇଯାଇଥିଲା। ପ୍ରାୟ ଦେଢ଼ ସପ୍ତାହ ପରେ ଦକ୍ଷିଣ ଓଡ଼ିଶାର ଆଉ କିଛି ଅଂଶକୁ ଅଗ୍ରସର ହୋଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର ପରେ ଗତକାଲି କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ବର୍ଷା ହୋଇଛି। ପାଣିପାଗ ବିଭାଗ କହିଛି ମୌସୁମୀ ଆଗକୁ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି। 3ରୁ 4 ଦିନ ଭିତରେ ଅନ୍ୟ ବଢ଼ାଇବ ବର୍ଷାର ବିସ୍ତୃତି। 23ରେ ବି ବର୍ଷା ହେବା ନେଇ ଆକଳନ କରାଯାଇଛି। ସେପଟେ ଆଉ 2 ଦିନ ରହିବ ଗୁଳୁଗୁଳି।